ନିଜ ଭିତରେ ଲୁଚି ରହିଥିବା ଖରାପ ଗୁଣକୁ ମଧ୍ୟ ଖୋଜି ବାହାର କରିବା ପାଇଁ ଚେଷ୍ଟା କର। ସବୁବେଳେ ଆପଣଙ୍କ ସାମ୍ନାରେ ଥିବା ଲୋକ କେବେ ବି ଭୁଲ ହୋଇନଥାଏ। ଗୋଟେ ନିରାଟ ସତ କଥା କହୁଛି ମୁଁ ଆପଣଙ୍କ ଆଗରେ। ମୋ ନିଜ ଲୋକମାନେ ହିଁ ଶିଖେଇଛନ୍ତି କି ଏ ଦୁନିଆରେ କେହି ବି କାହାର ନିଜର ନୁହନ୍ତି। କୌଣସି ଜିନିଷକୁ ପାଇବା ପାଇଁ ଆପଣ କେତେ ବି ଚେଷ୍ଟା କରିଦିଅନ୍ତୁ ନା କାହିଁକି, ଯେଉଁ ଜିନିଷ ଆପଣଙ୍କର ନୁହଁ ସେ ଜିନିଷ ଆପଣଙ୍କୁ କେବେ ବି ମିଳିବନି। ସମୟ ନେଉଥିବା ସମସ୍ତ ନିଷ୍ପତ୍ତି ହୁଏତ ପ୍ରଥମେ କୌଣସି ମଣିଷକୁ ଭଲ ଲାଗିନପାରେ, କିନ୍ତୁ ଗୋଟିଏ କଥା ମନେ ରଖିଥିବେ, ସମୟ ନେଉଥିବା ସମସ୍ତ ନିଷ୍ପତ୍ତି ସଠିକ୍ ହୋଇଥାଏ। ଯଦି ମୁଁ ଦୁଃଖ ଓ କଷ୍ଟର କଥା କହିବି, ତେବେ ଏ ଦୁଃଖ କଷ୍ଟ ଦୁଇ ପ୍ରକାରର ହୋଇଥାଏ ଆଜ୍ଞା। ଗୋଟିଏ ଦୁଃଖ କଷ୍ଟ ଆପଣଙ୍କୁ କଷ୍ଟ ଦିଏ ଓ ଅନ୍ୟଟି ଆପଣଙ୍କୁ ବଦଳେଇ ଦିଏ। ଏ ମଣିଷର ନିଦ ବି ଗୋଟେ ଅଜବ ଧରଣର ହୋଇଥାଏ ଆଜ୍ଞା। ଯଦି ନିଦ ଆସିଯାଏ ମଣିଷ ସବୁ କିଛି ଭୁଲିଯାଏ, ଆଉ ଯଦି ନିଦ ନ ଆସେ ତେବେ ମଣିଷ ସବୁ କିଛି ମନେ ପକାଉଥାଏ। ଏ ଜୀବନ ତୁ ମୋତେ ଏବେ ଏମିତି ଗୋଟେ ମୋଡ଼ରେ ଆଣି ଠିଆ କରିଦେଇଛୁ। ଏବେ ମୋ ଭିତରେ ଥିବା ଖରାପ ଗୁଣକୁ ମୁଁ ନିଜେ ହିଁ ଦେଖିପାରୁଛି। କୌଣସି ବି ସମ୍ପର୍କର ଘେର ମଧ୍ୟରେ କେବଳ ସେଇ ଲୋକମାନେ ଏକା ହିଁ ରହିଯାଇଥାନ୍ତି ଯେଉଁ ଲୋକମାନେ ହୃଦୟରୁ ସଫା ଆଉ ସତ୍ୟ କଥା କହିଥାନ୍ତି। ମୁଁ ମୋ ଜୀବନରେ କେବେ ଭାବିବି ନଥିଲି କି ଜୀବନରେ ଏମିତି ବି ଦିନ ଆସି ପହଞ୍ଚିଯିବ ବନ୍ଧୁ କାନ୍ଦିବାର ବି ଆବଶ୍ୟକତା ରହିବ, ଆଉ ଆଖିର ଲୁହକୁ ଅନ୍ୟମାନଙ୍କ ଠାରୁ ଲୁଚେଇବାର ବି ଆବଶ୍ୟକତା ରହିବ। ଗୋଟେ ଅଜବ କଥାଟିଏ କହିବି, ବିଶ୍ୱାସ ନହେଲେ ବି ସତ, ଖୁସି ତ ସେଇ ଲୋକମାନେ ରୁହନ୍ତି ଯେଉଁ ଲୋକମାନେ କେବଳ ମଣିଷର ଶରୀରକୁ ଭଲ ପାଆନ୍ତି। ମନ ଓ ହୃଦୟକୁ ଭଲ ପାଉଥିବା ଲୋକେ ବଡ଼ କଷ୍ଟରେ ରାତିରେ ଟିକେ ନିଦ ନିଅନ୍ତି ଆଜ୍ଞା। ହେ ବନ୍ଧୁ, ହୃଦୟ ଭାଙ୍ଗିଗଲା ପରେ ମଧ୍ୟ ଯଦି ଏମିତି କୌଣସି ମଣିଷ ଅଛି ଯିଏ ଆପଣଙ୍କୁ ଟିକେ ଅଭିଯୋଗ ବି କରୁନାହିଁ, ତେବେ ଗୋଟିଏ କଥା ବୁଝିଯିବେ, ସେ ମଣିଷ ଠାରୁ ଅଧିକ ଭଲ ପାଇବା ଆପଣଙ୍କୁ ଏ ଦୁନିଆରେ ଆଉ କେହି ବି ଦେଇପାରିବେ ନାହିଁ। ପ୍ରତିଟି ସମ୍ପର୍କରେ କେବଳ ଆପଣଙ୍କର କ'ଣ ଲାଭ ହେବ ସେ କଥା ଖୋଜନ୍ତୁନି। କିଛିଟା ସମ୍ପର୍କ ଏମିତି ବି ଥାଏ ଆଜ୍ଞା, ଯିଏକି ମଣିଷର ମନ ଓ ହୃଦୟକୁ ଟିକେ ଶାନ୍ତି ଦେଉଥାଏ। ଯେଉଁ ମଣିଷମାନଙ୍କ ମନରେ ଗର୍ବ ଓ ଅହଙ୍କାର ଥାଏ, ନା କେବେ ସେମାନଙ୍କୁ ଅନ୍ୟମାନଙ୍କର ଭଲ କର୍ମ ଦେଖାଯାଏ, ଆଉ ନା କେବେ ସେମାନଙ୍କୁ ନିଜ ଭିତରେ ଥିବା ଖରାପ ଗୁଣ ଦେଖାଯାଏ। ସମ୍ମାନ ଏମିତି ଗୋଟେ ଜିନିଷ, ତାହାକୁ କେବେ ବି ଆପଣ ଛୋଟ ଲୋକଙ୍କ ଠାରୁ ଆଶା କରିବେନି। ସମ୍ମାନ କେମିତି ଦିଆଯାଏ ତାହା ମଣିଷର ସଂସ୍କାର ଉପରେ ନିର୍ଭର କରେ। ଆପଣଙ୍କ ଜୀବନରେ କେବେ ବି ଆପଣଙ୍କୁ ସେଇ ଜିନିଷ ମିଳିବନି ଯେଉଁ ଜିନିଷ ଆପଣ ଚାହାନ୍ତି। ଆପଣଙ୍କୁ ତ ସେଇ ଜିନିଷ ମିଳିବ ଯେଉଁ ଜିନିଷର ଆପଣ ଯୋଗ୍ୟ ଅଟନ୍ତି। ଇଏ ବିଧିର ବିଧାନ ଆଜ୍ଞା, ୟାକୁ ଆପଣ କେବେ ବି ବଦଳେଇ ପାରିବେନି। ଆପଣ ଦେଖୁଥିବା ଏଇ ପଥରର ମୂର୍ତ୍ତିମାନଙ୍କୁ ଦେଖିଏ ଗୋଟିଏ କଥା ତ ନିଶ୍ଚିତ ଶିଖି ଯାଉଥିବେ କି ଭଗବାନ ବି ହେବା ପାଇଁ ହେଲେ ପ୍ରଥମେ ପଥର ହେବା ପାଇଁ ପଡ଼େ। ସିଏ ଚୁପଚାପ ରହିବା ହେଉ କିମ୍ବା ହସୁଥିବା ହେଉ, ଏ ଦୁହେଁ ବହୁତ ସମସ୍ୟାର ସମାଧାନ କରିଦିଅନ୍ତି। ଯଦି ଆପଣ ହସିବେ ତେବେ ସମ୍ପର୍କଟି ବହୁତ ସୁନ୍ଦର ଲାଗିବ, ଆଉ ଯଦି ଆପଣ ଚୁପ୍ ରହିଯିବେ ତେବେ ଏମିତିରେ ଗୋଟେ ଅଜବ ସମ୍ପର୍କ ଏମିତି ହିଁ କଟିଯିବ। ଆପଣ ଜୀବନର ପ୍ରତିଟି ମୁହୂର୍ତ୍ତରେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଦୁଃଖରେ ରହିଲେ ଆଜ୍ଞା କେବେ ଦୁଃଖ କମ୍ ହୁଏ ନାହିଁ। ମଣିଷକୁ ଜୀବନରେ ବେଳେ ବେଳେ ଧୋକା ଖାଇବା ହିଁ ବହୁତ ଭଲ ହୋଇଥାଏ। ତେବେ ହିଁ ଯାଇ ତ ଆପଣ ଜାଣିପାରିବେ କି ଏ ଦୁନିଆରେ ଆପଣଙ୍କର ନିଜର କିଏ ଆଉ ପର କିଏ। ଭୋକରେ ରହୁଥିବା କୌଣସି ମଣିଷକୁ ଥରେ ପଚାରି ଦେଖ,
ତା ପାଇଁ ଜୀବନଠୁ ଅଧିକ ମୂଲ୍ୟବାନ ମୁଠାଏ ଭାତ ହୋଇଥିବ। ଯଦି ଏଇ ମୁହୂର୍ତ୍ତରେ ଆପଣଙ୍କର ମନ ଖରାପ ଅଛି, ତେବେ ଆପଣ କେବେ ବି କାହାକୁ କଟୁ କଥା କୁହନ୍ତୁ ନାହିଁ। କାହିଁକି ନା ଆଜ୍ଞା, କିଛି ସମୟ ପରେ ଆପଣଙ୍କର ମନ ତ ଭଲ ହୋଇଯିବ, କିନ୍ତୁ ଆପଣ କହିଥିବା ସେ କଟୁ କଥା କେବେ ବି ଫେରି ଆସିବ ନାହିଁ। ଯେତେବେଳେ ସନ୍ଧ୍ୟା ହୋଇଯାଏ, ପ୍ରତିଟି ପକ୍ଷୀକୁ ନିଜ ବସାକୁ ଫେରିଯିବାକୁ ହୁଏ। ଏଠି ମରିବା ପାଇଁ କେହି ବି ଚାହାନ୍ତିନି ଆଜ୍ଞା, କିନ୍ତୁ ବିଧିର ବିଧାନ ଅନୁସାରେ ଦିନେ ମଣିଷକୁ ମରିବାକୁ ହୁଏ। କୌଣସି ମନୁଷ୍ୟ ଜ୍ଞାନ ପ୍ରାପ୍ତି କଲା ପରେ ଯଦି ତା ମନ ଭିତରେ ଗର୍ବ ଓ ଅହଙ୍କାର ଆସିଗଲା, ତେବେ ସେ ଜ୍ଞାନ କୌଣସି ମୂର୍ଖ ବ୍ୟକ୍ତି ସହ ସମାନ। ଯଦି ଭରସା ରଖିବାର ଅଛି ଭାଗ୍ୟ ଉପରେ କମ୍ ଆଉ ନିଜ ଉପରେ ଅଧିକ ରଖ, ଦେଖିବ ଦିନେ ନା ଦିନେ ତୁମ ସ୍ୱପ୍ନ ନିଶ୍ଚୟ ପୂରା ହେବ। ଯେତେବେଳ ପର୍ଯ୍ୟନ୍ତ କୌଣସି ମଣିଷ ଆମ ପାଖରେ ଥାଏ, ସେ ପର୍ଯ୍ୟନ୍ତ ସେ ମଣିଷର ମୂଲ୍ୟ ଆମକୁ ଜଣାପଡ଼େ ନାହିଁ। କିନ୍ତୁ ଥରେ ଯଦି ସେ ମଣିଷ ଆମକୁ ଛାଡ଼ି ଦୂରକୁ ଚାଲିଯାଏ, ସେ ମଣିଷର ପ୍ରକୃତ ମୂଲ୍ୟ ଆମକୁ ଜଣାପଡ଼ିଥାଏ। ବନ୍ଧୁ, ସେ ଦୋଷ କାହାର ବି ହୋଇଥାଉ ନା କାହିଁକି, କିନ୍ତୁ ଭଲ ପାଇବାରେ ସବୁବେଳେ ନିର୍ଦ୍ଦୋଷର ଆଖିରୁ ହିଁ ଲୁହ ଝରିଯାଏ। କେବେ ବି କୌଣସି ମଣିଷର ଭରସା ଭାଙ୍ଗିବେନି ଆପଣ, କାହିଁକି ନା ଥରେ ଭରସା ଭାଙ୍ଗିଗଲେ ଆପଣ ଶତ ଚେଷ୍ଟା କଲେ ମଧ୍ୟ ପୂର୍ବ ଭଳି ପୁଣି କେବେ ଗଢ଼ିପାରିବେନି। କେବେ ବି କୌଣସି ସମ୍ପର୍କ ମଧ୍ୟରେ ଆପଣ ଜିଦକୁ ଆସିବାକୁ ଦେବେନି। ଯଦି କୌଣସି ସମ୍ପର୍କରେ ଜିଦ ଆସିଗଲା, ତେବେ ସେ ସମ୍ପର୍କ ହାରିଯିବ ଆଉ ଆପଣଙ୍କ ଜିଦ ଜିତିଯିବ। କେବେ ବି କୌଣସି ମଣିଷକୁ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଦେବେନି। ଯଦି ଆପଣ କାହାକୁ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଦେବେ, ତେବେ ସେ ମଣିଷ ଦିନେ ଆପଣଙ୍କୁ ଧୋକା ଦେଇ ଚାଲିଯିବ। ପ୍ରତିଟି ମଣିଷର ଜୀବନରେ କିଛିଟା କଥା ଏମିତି ଥାଏ ଆଜ୍ଞା, ମଣିଷ ଚାହିଁଲେ ବି ସେ କଥାକୁ କେବେ ବି ଭୁଲିପାରେ ନାହିଁ, କିନ୍ତୁ ହଁ, ଭୁଲିଯିବାର ଗୋଟେ ଭଲ ଅଭିନୟ କରିଥାଏ। କିଛିଟା ମଣିଷ ପ୍ରତିଟି ଲୋକର ଜୀବନରେ ଏମିତି ଥାଆନ୍ତି, ଯେଉଁମାନେ ଜୀବନରୁ ଚାଲିଗଲେ ବନ୍ଧୁ ଜୀବନ ଚାଲିଗଲା ଭଳି ଲାଗେ। ସ୍ୱାର୍ଥ ଆଶାରେ ତ ଏ ଅନ୍ଧ ମଣିଷ ସମସ୍ତଙ୍କ ସହ ସମ୍ପର୍କ ଗଢ଼ି ଚାଲିଛି, କିନ୍ତୁ ଯେଉଁଠି ନିଃସ୍ୱାର୍ଥପର ତାର ଭାବର ଆଦାନ ପ୍ରଦାନ ହୁଏ, ତାକୁ ହିଁ ତ ସ୍ୱର୍ଗ କୁହାଯାଏ। ଏବେ ତ ଦୁଃଖ କଷ୍ଟ ସହିବା ଆମ ଅଭ୍ୟାସରେ ପଡ଼ିଗଲାଣି। ଏବେ ଦୁଃଖ କଷ୍ଟ କେତେ ବି ହେଉନା କାହିଁକି, କାହାକୁ କେବେ କହିବାକୁ ବି ଇଚ୍ଛା ହୁଏନି। ଆରେ ଯଦି ମୋ ସମୟ ଖରାପ ଥିଲା, ମୁଁ କାହାକୁ ବା ତାର ଉତ୍ତର ପଚାରିବି? ଏଠି ପରା ମୋ ନିଜ ଲୋକମାନେ ହିଁ ମୋର ପର ହୋଇ ବାହାରିଲେ। ଏବେ ଆପଣ କୁହନ୍ତୁ, ମୁଁ କାହାକୁ ଅବା ବିଶ୍ୱାସ କରିବି? କେବେ ବି କୌଣସି ମଣିଷକୁ ଏତେ ବି କଷ୍ଟ ଦିଅନି କି ସେ ମଣିଷ ଶେଷରେ ବାଧ୍ୟ ହେବ ଆପଣଙ୍କୁ ଛାଡ଼ି ଦୂରକୁ ଚାଲିଯିବା ପାଇଁ। ବହୁତ କଷ୍ଟ ହୁଏ ଆଜ୍ଞା ସେଇ ସମୟରେ, ଯେତେବେଳେ ଆମେ କୌଣସି ଲୋକକୁ ଅନ୍ଧ ଭଳି ବିଶ୍ୱାସ ଓ ଭରସା କରୁଥିବା, ଆଉ ସେହି ଲୋକ ପ୍ରମାଣିତ କରିଦେବ କି ଆମେ ସତରେ ଅନ୍ଧ ବୋଲି। ମଣିଷକୁ ନିଜର ଭାବନାକୁ ସୁନ୍ଦର କରିବାର ଅଛି। ଯଦି ମଣିଷର ଭାବନା ସୁନ୍ଦର, ତାକୁ ଏ ପୃଥିବୀର ସବୁ ଜିନିଷ ଲାଗିବ ସୁନ୍ଦର। ଯାହା ଆପଣଙ୍କ ଜୀବନରୁ ଚାଲିଯାଇଛି, ତାକୁ ପଛକୁ ବୁଲି କେବେ ବି ଦେଖନ୍ତୁ ନାହିଁ। ଯଦି ଏମିତି ହୁଏ, ଭବିଷ୍ୟତରେ ଆପଣଙ୍କୁ ଯାହା ମିଳିବାର ଅଛି, ଆପଣ ତାକୁ ବି ହରେଇ ଦେବେ। ଶିଖିପାରିଲୁନି ଆଜ୍ଞା ଆମେ ମିଛ କଥା କହି ସମ୍ପର୍କକୁ ଆଗକୁ ନେବାର କଳା। ଆମ ସତ କଥା କହିବା ଆମଠୁ ବହୁତ ଗୁଡ଼ାଏ ସମ୍ପର୍କ ଛଡ଼େଇ ନେଲା। ଯେଉଁ ରାସ୍ତା ଭଗବାନ ଆପଣଙ୍କ ପାଇଁ ଖୋଲିଛନ୍ତି, ଏ ଦୁନିଆ ଲୋକେ କେତେ ବି ଚେଷ୍ଟା କରନ୍ତୁ ନା କାହିଁକି, ସେ ରାସ୍ତାକୁ ଏମାନେ କେବେ ବି ବନ୍ଦ କରିପାରିବେ ନାହିଁ। ନିଦ କଥା କ'ଣ କହିବି ଆଜ୍ଞା, ନିଦ ତ ଛୋଟ ଥିଲାବେଳେ ଆସୁଥିଲା, ଏବେ ତ ବାଧ୍ୟବାଧକତାରେ କେବଳ ଶୋଇବାକୁ ହିଁ ପଡ଼ୁଛି। ଜୀବନରେ ଆପଣ କେବେ ବି କାହାକୁ ଏତେ ସହଜରେ ମିଳିଯିବେନି ଆଜ୍ଞା, କାହିଁକି ନା ସହଜରେ ମିଳିଥିବା ଜିନିଷର ଲୋକେ କେବେ ବି ଭ୍ୟାଲ୍ୟୁ ବୁଝନ୍ତି ନାହିଁ।
जो लोक माने आपणଙ୍କୁ ଆପଣଙ୍କ ଅସୁବିଧାରେ ସାଥ ଦେଇଛନ୍ତି ସେମାନଙ୍କୁ କେବେ ବି ଭୁଲିବେନି। ଆଉ ଯେଉଁ ଲୋକମାନେ ଆପଣଙ୍କ ଅସୁବିଧାରେ ଆପଣଙ୍କ ସାଥ ଛାଡ଼ିଛନ୍ତି ସେମାନଙ୍କୁ କେବେ ବି ମନେ ପକାଇବେନି। ବନ୍ଧୁ ଆପଣ ବିଶ୍ୱାସ କରିବେନି କିନ୍ତୁ ସତ କିଛିଟା ଲୋକ ଆପଣଙ୍କୁ ଏଥିପାଇଁ ମଧ୍ୟ ଘୃଣା କରିବା ପାଇଁ ଲାଗନ୍ତି କି ଆପଣ କହୁଥିବା ପ୍ରତିଟି ସତ କଥା ସେମାନଙ୍କ ଶରୀରରେ କଣ୍ଟା ଭଳି ଫୋଡ଼ି ହୋଇଯାଉଛି, ଯାହାକି ସେମାନେ ସହିପାରୁନାହାନ୍ତି। ବହୁତ ସମ୍ମାନର ମଣିଷ ହୋଇଥାନ୍ତି ସେହି ଲୋକମାନେ ଯେଉଁମାନେ ରାଗରେ ଥିଲା ସମୟରେ ମଧ୍ୟ କେବେ ନିଜ କଥା କହିବାର ମର୍ଯ୍ୟାଦା ଭୁଲନ୍ତି ନାହିଁ। ସେ ଆଖିର ଲୁହ କୌଣସି ମଣିଷର ହେଉ କିମ୍ବା କୌଣସି ପଶୁ ପକ୍ଷୀର ହେଉ ସିଏ ସେତେବେଳେ ବାହାରକୁ ଆସେ ଆଜ୍ଞା ଯେତେବେଳେ ତା ହୃଦୟକୁ ବହୁତ କଷ୍ଟ ହୋଇଥାଏ। ଗୋଟେ ରାମବାଣ ଭଳି କଥାଟିଏ କହୁଛି, ଥରେ ଭାବିବେ ନିଶ୍ଚୟ ଆଜ୍ଞା। ଯଦି କୌଣସି ମଣିଷ ସହ ଆପଣ ସାରା ଜୀବନ ରହିବା ପାଇଁ ଚାହୁଁଛନ୍ତି ତେବେ ଟିକେ ତାଠୁ ଦୂରେଇ ରୁହନ୍ତୁ। ଅଧିକ ପାଖରେ ରହିବା ଆପଣଙ୍କଠୁ ସେ ସମ୍ପର୍କକୁ ଛଡ଼େଇ ନେବ। ଆରେ ପର ଲୋକଙ୍କ କଥା କ'ଣ କହିବା ଆଜ୍ଞା, ମୁଁ ତ ନିଜ ଲୋକଙ୍କଠୁ ବଡ଼ ଧୋକେବାଜ ଦୁନିଆରେ ଦେଖିନି।